ନମସ୍କାର। ଆସନ୍ତୁ ଦିଗପହାଣ୍ଡିର ରାଜନୈତିକ ପରିବର୍ତ୍ତନକୁ ଏକ ତଥ୍ୟ ଆଧାରରେ ବୁଝିବା। ଏହା ଏକ ନିରପେକ୍ଷ ବିଶ୍ଳେଷଣ। ଏଠାରେ ଆମେ କୌଣସି ବ୍ୟକ୍ତି ବିଶେଷଙ୍କ ଉପରେ ନୁହେଁ, ବରଂ ସେହି ସିଷ୍ଟମ ବା ବ୍ୟବସ୍ଥା ଉପରେ ଧ୍ୟାନ ଦେବା ଯାହା ଏହି ଫଳାଫଳକୁ ଆକାର ଦେଇଛି। ଓଡ଼ିଶାର ଏହି ରାଜନୈତିକ ମାନଚିତ୍ରରେ ଦିଗପହଣ୍ଡିକୁ ଦେଖନ୍ତୁ। ଗୋଟେ ସମୟ ଥିଲା ଏହା ଏକ ରାଜନୈତିକ ଦୁର୍ଗ ଥିଲା, କିନ୍ତୁ ଆଜି ଏହା ଏକ ବିଭାଜନ ରେଖାରେ ପରିଣତ ହୋଇଛି। ଆସନ୍ତୁ ଏହାର କାରଣ ଖୋଜିବା, କେମିତି ଆଉ କାହିଁକି ଏହି ବଡ଼ ପରିବର୍ତ୍ତନଟି ହେଲା। ଆମର ଏହି ବିଶ୍ଳେଷଣ ମୋଟ 6ଟି ଭାଗରେ ହେବ। ପ୍ରଥମେ ଆମେ ମାଟିର ସ୍ପନ୍ଦନ ବୁଝିବା, ତାପରେ 2024ର ନିର୍ଣ୍ଣାୟକ ମୋଡ଼, ଏହି ପରିବର୍ତ୍ତନର କାରଣ, ଆଭ୍ୟନ୍ତରୀଣ ସମସ୍ୟା, ପୁନରୁତ୍ଥାନର ରାସ୍ତା ଏବଂ ଶେଷରେ ଶାସନର ପ୍ରକୃତ ଅର୍ଥ। କୌଣସି କାହାଣୀକୁ ଠିକ୍ ଭାବେ ବୁଝିବାକୁ ହେଲେ ତାର ଇତିହାସକୁ ଜାଣିବା ନିହାତି ଦରକାର। ଆଉ ଦିଗପହାଣ୍ଡିର ଇତିହାସ କୁହେ ଯେ ଏହା ଦୀର୍ଘ ଦିନ ଧରି ବିଜୁ ଜନତା ଦଳ ପାଇଁ ଏକ ଅଭେଦ୍ୟ ଗଳ ଥିଲା। ଭାବିପାରୁଛନ୍ତି, ଗୋଟେ ଦଶନ୍ଧିରୁ ବି ଅଧିକ ସମୟ ଦିଗପହଣ୍ଡି ବିଜେଡି ପାଇଁ ଏକ ଦୁର୍ଗ ଭଳି ଥିଲା। 2009 ହେଉ କି 2014 ଦିବଙ୍ଗତ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମୟରେ ଦଳ ଏଠି 60%ରୁ ଅଧିକ ଭୋଟ ପାଇ ବହୁତ ସହଜରେ ଜିତୁଥିଲା। ଏହା କେବଳ ଗୋଟେ ସାଧାରଣ ବିଜୟ ନଥିଲା, ଏହା ଥିଲା ସମ୍ପୂର୍ଣ୍ଣ ଆଧିପତ୍ୟ। ହେଲେ 2024 ସବୁକିଛି ବଦଳିଦେଲା। ଗୋଟେ ନୂଆ କାହାଣୀ ଲେଖାହେଲା। ଏହି ଫଳାଫଳ ଏକ ବହୁତ ବଡ଼ ରାଜନୈତିକ ମୋଡ଼, ତେଣୁ ଏହାର ସଂଖ୍ୟାଗୁଡ଼ିକୁ ଭଲ ଭାବେ ବୁଝିବାକୁ ପଡ଼ିବ। ଦେଖନ୍ତୁ, 2019 ପର୍ଯ୍ୟନ୍ତ ବି ସ୍ଥିତି ବେଶ୍ ମଜବୁତ ଥିଲା। ବିଜେଡି ପାଖରେ ଥିଲା 54.66% ଭୋଟ। ଏଇଠୁଣି ଆରମ୍ଭ ହେଲା ସେହି ନାଟକୀୟ ପତନ, ଯାହା ବିଷୟରେ ଆମେ ଆଗକୁ କଥା ହେବା। ଆଉ ତାପରେ ଆସିଲା 2024। ସଂଖ୍ୟାଟା ସିଧା ଖସି ଆସିଲା 37.84%କୁ। ଏତେ ବଡ଼ ପରିବର୍ତ୍ତନ ନିଜେ ହିଁ ପୂରା କାହାଣୀ କହିଦେଉଛି। ଏହା କେବଳ ଗୋଟିଏ ପରାଜୟ ନୁହେଁ, ବରଂ ଜନତାଙ୍କ ତରଫରୁ ଏକ ସ୍ପଷ୍ଟ ସନ୍ଦେଶ। ଯଦି ଠିକ୍ ଭାବେ ଦେଖିବା, 2019 ତୁଳନାରେ ବିଜେଡିର ଭୋଟ ପ୍ରାୟ 16.80% ପଏଣ୍ଟ କମିଗଲା। ତେବେ ଏ ଭୋଟ ଗଲା କୁଆଡ଼େ? ଠିକ୍ ସେହି ସମୟରେ ବିଜେପିର ଭୋଟ ପ୍ରାୟ 24.02% ପଏଣ୍ଟ ବଢ଼ିଗଲା। ରାଜନୀତିରେ ଏହାକୁ ଏକ ବହୁତ ବଡ଼ ଭୋଟ ସ୍ୱିଙ୍ଗ ବୋଲି କୁହାଯାଏ। ଏହି ଚାର୍ଟକୁ ଦେଖିଲେ ପୂରା କାହାଣୀ ଆହୁରି ସ୍ପଷ୍ଟ ହୋଇଯିବ। କେମିତି ମାତ୍ର 5 ବର୍ଷ ଭିତରେ ରାଜନୈତିକ ବାଜି ପୂରା ଓଲଟିଗଲା। ଗୋଟେ ଦଳର ଗ୍ରାଫ୍ ଯେତିକି ତଳକୁ ଗଲା, ଅନ୍ୟ ଦଳର ଗ୍ରାଫ୍ ସେତିକି ଉପରକୁ ଉଠିଲା। ରାଜନୀତି କେତେ ଗତିଶୀଳ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ତେବେ ଏତେ ବଡ଼ ପରିବର୍ତ୍ତନ କ'ଣ ଗୋଟିଏ ରାତିରେ ହେଲା? ନା, ଆଦୌ ନୁହେଁ। ଏହାର ମୂଳ କାରଣ ବୁଝିବାକୁ ହେଲେ ଆମକୁ ଗତ 4ଟି ନିର୍ବାଚନର ଧାରାକୁ ଦେଖିବାକୁ ପଡ଼ିବ। ଏହି ପତନର ସଂକେତ ବହୁତ ଆଗରୁ ହିଁ ମିଳୁଥିଲା। ଏହି ଟାଇମ୍ଲାଇନ୍କୁ ଟିକେ ଧ୍ୟାନ ଦେଇ ଦେଖନ୍ତୁ। 2009 ଆଉ 2014ରେ ଆଧିପତ୍ୟ ଶୀର୍ଷରେ ଥିଲା, କିନ୍ତୁ 2019ରେ ସେହି ଦୁର୍ଗରେ ପ୍ରଥମ ଥର ପାଇଁ ଫାଟ ଦେଖାଗଲା, ଯେତେବେଳେ ଭୋଟ ହାର ତଳକୁ ଖସିଲା। ଆଉ 2024ରେ ସେହି ଦୁର୍ଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଗଲା। ଏହା ହିଁ ଗଣତନ୍ତ୍ର, ଯେଉଁଠି ନାଗରିକଙ୍କ ମତ ହିଁ ସବୁଠୁ ବଡ଼, ଆଉ ଲୋକଙ୍କ ସମ୍ମାନର ସୁରକ୍ଷା କରିବା ଆମର ଏକ ସାମ୍ବିଧାନିକ ମୂଲ୍ୟବୋଧ। ଆଚ୍ଛା, ଏତେ ସବୁ ତ ହେଲା, କିନ୍ତୁ ମୂଳ ପ୍ରଶ୍ନ ହେଉଛି, ଏମିତି କାହିଁକି ହେଲା? ଆମେ ଏବେ କ'ଣ ହେଲାରୁ ଆଗକୁ ବଢ଼ି କାହିଁକି ହେଲା ଉପରେ ଧ୍ୟାନ ଦେବା। ଆସନ୍ତୁ ଏହି ଦୁର୍ଗପତନର କାରଣଗୁଡ଼ିକୁ ଗୋଟି ଗୋଟି କରି ବୁଝିବା। ଦେଖନ୍ତୁ, ଏଠି କେବଳ ଗୋଟିଏ କାରଣ ନୁହେଁ, ଅନେକ କାରଣ ଏକାଠି କାମ କଲା। ବରିଷ୍ଠ ନେତା ସୂର୍ଯ୍ୟପାତ୍ରଙ୍କ ଦେହାନ୍ତ ପରେ ଏକ ନେତୃତ୍ୱ ଶୂନ୍ୟତା ସୃଷ୍ଟି ହେଲା। ଦଳ ଭିତରେ ଗୋଷ୍ଠୀ କନ୍ଦଳ ବଢ଼ିଲା। ଅନ୍ୟପଟେ ବିଜେପି ଜଣେ ଲୋକପ୍ରିୟ ଚେହେରାକୁ ପ୍ରାର୍ଥୀ କଲା। ଏହା ସହିତ ଦୀର୍ଘଦିନର ଶାସନ ବିରୋଧୀ ମନୋଭାବ ଏବଂ ଜାତୀୟ ସ୍ତରରେ ବିଜେପି ସପକ୍ଷରେ ଥିବା ଲହରୀ ମଧ୍ୟ ମିଶିଗଲା। ଆସନ୍ତୁ ବିଜେଡିର ଶକ୍ତି ଆଉ ଦୁର୍ବଳତାକୁ ଟିକେ ପାଖରୁ ଦେଖିବା। ଦଳର ଶକ୍ତି ଏବେ ବି ଅଛି, ଯେମିତିକି ଦୀର୍ଘ ଶାସନର ଅଭିଜ୍ଞତା, କାଳିଆ ଭଳି ଲୋକପ୍ରିୟ ଯୋଜନା ଆଉ ତୃଣମୂଳ ସ୍ତରରେ ମଜବୁତ ସଂଗଠନ। କିନ୍ତୁ ନେତୃତ୍ୱର ଅଭାବ, ଦଳୀୟ କନ୍ଦଳ ଆଉ ଜଣେ ଦୁର୍ବଳ ପ୍ରାର୍ଥୀ ଭଳି ଦୁର୍ବଳତାଗୁଡ଼ିକ ଏହି ନିର୍ବାଚନରେ ବହୁତ ଭାରି ପଡ଼ିଲା। ଏହି ଚିତ୍ରଟି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହା ଦେଖାଉଛି ଯେ ସମସ୍ୟା କେବଳ ଉପରେ ନଥିଲା, ବରଂ ସଂଗଠନ ଭିତରୁ ହିଁ ଦୁର୍ବଳ ହେବାରେ ଲାଗିଥିଲା। ବୁଥ୍ କମିଟିଗୁଡ଼ିକ ଦୁର୍ବଳ ହୋଇଯିବା ଏବଂ ପ୍ରାର୍ଥୀଙ୍କ ଟିମ୍ ଭାଙ୍ଗିଯିବା, ଏସବୁ ସିଷ୍ଟମରେ ଥିବା ସମସ୍ୟାର ସଂକେତ ଦେଉଥିଲା, ଯାହାକୁ ଠିକ୍ ସମୟରେ ସୁଧାରି ହେଲାନି। କିନ୍ତୁ ଏହି ପରାଜୟର ଅର୍ଥ ନୁହେଁ ଯେ ସବୁକିଛି ଶେଷ ହୋଇଗଲା। ଦଳ ପାଖରେ ଏବେ ବି କିଛି ମୂଲ୍ୟବାନ ସମ୍ପତ୍ତି ରହିଛି, ଯେମିତିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ବ୍ରାଣ୍ଡ, କଲ୍ୟାଣକାରୀ ଯୋଜନା ଏବଂ ବିଶାଳ କ୍ୟାଡର ନେଟୱାର୍କ। ଏଗୁଡ଼ିକୁ ସହଜରେ କେହି କପି କରିପାରିବେ ନାହିଁ। ଶେଷରେ ସବୁ କଥା ଆସି ଲୋକଙ୍କ ଜୀବନ ଜୀବିକା ଉପରେ ଅଟକିଥାଏ। ଏହି ଟେବୁଲ ଦେଖାଉଛି ଯେ ଭୋଟରଙ୍କ ମନରେ ପ୍ରକୃତ ସମସ୍ୟା କ'ଣ ଥିଲା। ବେକାରୀ, ଚାଷୀଙ୍କ କମ୍ ଆୟ ଏବଂ ମନରେଗା ପେମେଣ୍ଟରେ ଡେରି ଭରି ପ୍ରସଙ୍ଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା।
ନିର୍ବାଚନର ଫଳାଫଳ ପ୍ରକୃତରେ ଏହି ସମସ୍ୟାଗୁଡ଼ିକର ଏକ ପ୍ରତିଫଳନ ହିଁ ଥିଲା। ଠିକ୍ ଅଛି, ସମସ୍ୟା ତ ଜଣାପଡ଼ିଗଲା, କିନ୍ତୁ ଏବେ ଆଗକୁ ରାସ୍ତା କ'ଣ? କେବଳ ସମସ୍ୟା ଚିହ୍ନଟ କରିଦେଲେ ହେବନି, ସମାଧାନର ବାଟ ବି ଖୋଜିବାକୁ ପଡ଼ିବ। ଆସନ୍ତୁ ଦେଖିବା ଏକ ସମ୍ଭାବ୍ୟ ରୂପରେଖା। ଏହାକୁ ଆମେ ଏକ ଚତୁର୍ମୁଖୀ ସିଦ୍ଧାନ୍ତ କହିପାରିବା। ଏହାର 4ଟି ମୁଖ୍ୟ ସ୍ତମ୍ଭ ହେଉଛି ପ୍ରଥମତଃ ଶାସନ ଓ ବିକାଶ ହାତ, ଦ୍ୱିତୀୟରେ ସାମାଜିକ ନ୍ୟାୟ, ତୃତୀୟରେ ସାଂସ୍କୃତିକ ପରିଚୟ ବା ଓଡ଼ିଆ ଅସ୍ମିତା ଏବଂ ଚତୁର୍ଥରେ ଅଭିଜ୍ଞ ନେତୃତ୍ୱ। ଏହି 4ଟି ଦିଗ ଉପରେ ସମାନ ଭାବରେ ଧ୍ୟାନ ଦେବାକୁ ପଡ଼ିବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏକ 90 ଦିନିଆ ଯୋଜନା ଦରକାର। ପ୍ରଥମ 30 ଦିନ ତୃଣମୂଳ ସ୍ତରରେ ଶୁଣିବା ଅଭିଯାନ ଆରମ୍ଭ କରି ଲୋକଙ୍କ କଥା ଶୁଣିବା। ପରବର୍ତ୍ତୀ 30 ଦିନ ଲକ୍ଷ୍ୟଭିତ୍ତିକ କଲ୍ୟାଣ ଶିବିର ମାଧ୍ୟମରେ ଲୋକଙ୍କ ପାଖକୁ ଯିବା ଏବଂ ଶେଷ 30 ଦିନ ବୁଥ୍ ସ୍ତରୀୟ ସମ୍ପର୍କକୁ ଆହୁରି ମଜବୁତ କରିବା। ଆଉ ହଁ, ଏସବୁ କରିବା ବେଳେ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଓ ସେମାନଙ୍କ ସହମତିକୁ ସମ୍ମାନ ଦେବା ଭାରତର ଡାଟା ସୁରକ୍ଷା ନିୟମର ଏକ ମୌଳିକ ଅଙ୍ଗ। ଆମ ଆଲୋଚନା ଏବେ ଶେଷ ପର୍ଯ୍ୟାୟରେ। ଆସନ୍ତୁ କେବଳ ନିର୍ବାଚନ ଜିତିବା ଆଉ ହାରିବାରୁ ଟିକେ ଉପରକୁ ଉଠି ସୁଶାସନର ପ୍ରକୃତ ଅର୍ଥ ବିଷୟରେ କଥା ହେବା। ଗୋଟିଏ କଥା ସବୁବେଳେ ମନେ ରଖିବା ଦରକାର, ଶାସନ କୌଣସି ଗୋଟିଏ ଦିନର ଇଭେଣ୍ଟ ନୁହେଁ। ଏହା ଏକ ବିଶ୍ୱାସର ବ୍ୟବସ୍ଥା, ଯାହା ପ୍ରତିଦିନ ଲୋକଙ୍କ ସହ ପ୍ରତିଟି କଥାବାର୍ତ୍ତା ଆଉ ସମ୍ପର୍କ ମାଧ୍ୟମରେ ହିଁ ଟିକେ ଟିକେ କରି ଗଢ଼ା ହୁଏ। ସବୁ ତଥ୍ୟ ବିଶ୍ଳେଷଣ ହେଲା, ରଣନୀତି ବି ପ୍ରସ୍ତୁତ ହେଲା, କିନ୍ତୁ ଏସବୁ ପରେ ଗୋଟିଏ ଶେଷ ପ୍ରଶ୍ନ ରହିଯାଉଛି। ଜଣେ ଭୋଟରଙ୍କ ହୃଦୟକୁ ପୁଣିଥରେ ଜିତିବା ପାଇଁ ସେଇ କେଉଁ ଗୁରୁତ୍ୱପୂର୍ଣ୍ଣ ଜିନିଷଟି ଦରକାର ଯାହାକୁ କୌଣସି ସଂଖ୍ୟାରେ ମାପି ହେବ ନାହିଁ? ଏହା ଉପରେ ଚିନ୍ତା କରିବା ନିହାତି ଆବଶ୍ୟକ। ଯଦି କୌଣସି ନେତା ଜନକେନ୍ଦ୍ରିକ ହୋଇ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନତି କରିବାକୁ ଚାହାନ୍ତି, ତେବେ blueprintstrategies.ai ସହିତ mgr@blueprintstrategies.ai ରେ ସମ୍ପର୍କ କରନ୍ତୁ କିମ୍ବା 08042041602 ରେ କଲ୍ କରନ୍ତୁ। ରାଜନୀତିର ଊର୍ଦ୍ଧ୍ୱରେ